ସହର ଆଗ କେମିତି ଥିଲା, ଏବେ କ'ଣ ବଦଳିଛି? ବେଳେବେଳେ ସହରର ରୂପାନ୍ତରଣ ଦେଖିଲେ ମନେ ପଡ଼ିଯାଏ କିଛି ବର୍ଷ ତଳର କଥା। ସହର ଆଗ କେମିତି ଥିଲା ସେତେବେଳର ସାହି ଗଳି, କେମିତି ଥିଲା ରାସ୍ତାଘାଟ, ମନେ ପଡ଼ିଯାଏ ପୁରୁଣା ଦିନର ସ୍ମୃତି। ରୂପାନ୍ତରଣକୁ ଦେଖି ଆସିଥିବା ପୁରୁଣା ଲୋକେ ସେତେବେଳର ନିଜ ନିଜ ଅଞ୍ଚଳର ସାହି ଗଳି, ଦୋକାନ ବଜାର ଓ ରାସ୍ତାଘାଟ କଥା ମନେ ପକାନ୍ତି ଓ ଭାବ ବିଭୋଳ ବି ହୁଅନ୍ତି। ଅନେକ ସହରର କିଛି ସ୍ଥାନ ଏମିତି ବି ଅଛି ଯାହାକି ପୂର୍ବରୁ ଥିବା ନାମରେ ହିଁ ଲୋକପ୍ରିୟ। ରୂପ ବଦଳିଲେ ମଧ୍ୟ ବଦଳେ ନାହିଁ ପୁରୁଣା ପରିଚୟ। ଦେଖନ୍ତୁ ଏହି ବ୍ୟସ୍ତବହୁଳ ଓ ସୁଦୀର୍ଘ ରାସ୍ତା। ବ୍ରହ୍ମପୁର ବଡ଼ ବଜାର ପରେ ପରେ ବାଲୁଙ୍କେଶ୍ୱର ମନ୍ଦିର ଛକରୁ ହରିଡ଼ାଖଣ୍ଡି ପୋଖରୀ ଯାଏଁ ଯାଇଛି ଏ ରାସ୍ତା। ଏହି ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା। ଏହି ଅଞ୍ଚଳର ବୟସ୍କ ଲୋକେ ଏହି ରାସ୍ତାକୁ ଆଜି ମଧ୍ୟ ବନ୍ଧ ବାଟ ବୋଲି କହିବେ। ହଁ ଦର୍ଶକ ବନ୍ଧୁ, ଆପଣମାନେ ଠିକ୍ ଶୁଣିଛନ୍ତି। ଆଜିର ଏହି ଜନଗହଳିପୂର୍ଣ୍ଣ ରାସ୍ତାଟି ଦିନେ ବନ୍ଧ ବାଟ ନାମରେ ପରିଚିତ ଥିଲା। ଏହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ଚର୍ଚ୍ଚାରେ ବନ୍ଧ ବାଟ ଥିଲା ଏକ ଅଭିନ୍ନ ଅଙ୍ଗ। ଆସନ୍ତୁ ଜାଣିବା ରାସ୍ତାର ନାମ ବନ୍ଧ ବାଟ କାହିଁକି ହେଲା। ବାଲୁଙ୍କେଶ୍ୱର ମନ୍ଦିରରୁ ହରିଡ଼ାଖଣ୍ଡି ପୋଖରୀ ବା ହରିଡ଼ାଖଣ୍ଡି ବନ୍ଧ ଯାଏଁ ଯିବାକୁ ରାସ୍ତା ଥିବାରୁ ଏହାକୁ ବନ୍ଧ ବାଟ ବା ବନ୍ଧକୁ ଯିବା ରାସ୍ତା କୁହାଯାଉଥିଲା। ସେତେବେଳେ ଲୋକେ ଏହି ରାସ୍ତା ଦେଇ ହରିଡ଼ାଖଣ୍ଡି ବନ୍ଧକୁ ଗାଧୋଇବା ପାଇଁ ଯାଉଥିଲେ। ପ୍ରାୟ 2ରୁ 3 କିଲୋମିଟର ରାସ୍ତା ପୁରୁଣା କାଳରେ ପକ୍କା ନଥିଲେ ମଧ୍ୟ ବ୍ୟବହାର ଉପଯୋଗୀ ଥିଲା। ଲୋକେ ଚାଲି ଚାଲି ବା ସାଇକେଲରେ ହରିଡ଼ାଖଣ୍ଡି ବନ୍ଧକୁ ଯାଉଥିଲେ। ଗାଧୋଇ ଫେରିବା ପରେ ବାଟରେ ବିକ୍ରି ହେଉଥିବା ଫୁଲ ଫଳ ଆଦି ଘରକୁ ଧରି ଆସୁଥିଲେ। କିଏ ପୋଖରୀରେ ସ୍ନାନ ପରେ ବାଟରେ ପଡ଼ୁଥିବା ବାବା ବାଲୁଙ୍କେଶ୍ୱର ମହାଦେବଙ୍କୁ ଦର୍ଶନ କରୁଥିଲେ। କାର୍ତ୍ତିକ ମାସରେ ତ ଏହି ବନ୍ଧ ବାଟ ଲୋକାରଣ୍ୟ ହୋଇଯାଉଥିଲା। ଲୋକେ ହରିଡ଼ାଖଣ୍ଡି ବନ୍ଧରେ ଗାଧୋଇ ଫେରିବା ବାଟରେ ଥିବା ଅନେକ ମନ୍ଦିରରେ ପୂଜାର୍ଚ୍ଚନା କରୁଥିଲେ। ବନ୍ଧ ବାଟରେ ବିକ୍ରି ହେଉଥିବା ହବିଷ ଓ ହବିଷାଳୀମାନଙ୍କ ପାଇଁ ପୂଜା ଜିନିଷ କିଣି ନେଉଥିଲେ। ମୂଲଚାଲ ମଧ୍ୟ ହେଉଥିଲା। ବ୍ରହ୍ମପୁର ନିକଟସ୍ଥ କିଛି ଗାଁରୁ ବେପାରୀମାନେ ଆସି ରାସ୍ତା କଡ଼ରେ ଫୁଲ ଫଳ ତଟକା ପନିପରିବା ବିକ୍ରି କରୁଥିଲେ। ଆଜି ମଧ୍ୟ ବିକ୍ରି ହେଉଛି ସତ, କିନ୍ତୁ ଆଗ ଭଳି ଆଉ ସେ ମହକ ନାହିଁ। ବେପାରୀମାନଙ୍କର ସଂଖ୍ୟା ମଧ୍ୟ କମିଯାଇଛି। ଆଜ୍ଞା, ଆଉ ଗୋଟେ କଥା, ନିକଟରେ ବଡ଼ ବଜାର ଥିଲେ ମଧ୍ୟ ବନ୍ଧ ବାଟରେ ସବୁ ମିଳିଯାଉଥିଲା। ତେଣୁ ବନ୍ଧ ବାଟର ଛୋଟ ବଜାର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବେଶ୍ ଲୋକପ୍ରିୟ ଥିଲା। ବନ୍ଧ ବାଟରେ ରହିଛି ଅନେକ ଦେବାଦେବୀଙ୍କ ମନ୍ଦିର, ତେଣୁ ଏହା ଏକ ମନ୍ଦିର ମାଳିନୀ ଅଞ୍ଚଳ ଭାବେ ଜଣାଶୁଣା। ସେତେବେଳେ ବନ୍ଧ ବାଟର ଉଭୟ ପାର୍ଶ୍ୱରେ ବଡ଼ ବଡ଼ ଗଛ ସବୁ ଥିଲା। ପରେ ରାସ୍ତାଘାଟ ନିର୍ମାଣ ପାଇଁ କିଛି ଗଛ କାଟି ଦିଆଯାଇଥିଲା। ଆଗର ବନ୍ଧ ବାଟ ବେଶ୍ ମନୋରମ ଥିଲା ବୋଲି ପୁରୁଣା ଲୋକେ କୁହନ୍ତି। ପୁରୁଣା ଲୋକେ ପୁରୁଣା ଦିନର ସ୍ମୃତି ମନେ ପକାଇ କହନ୍ତି, ସେତେବେଳେ ବନ୍ଧ ବାଟରେ ଗଢ଼ି ଉଠିଥିବା ଅନେକ ଦୋକାନ ମଧ୍ୟରେ କିଛି ଆଜି ବି ରହିଛି ସତ, ଯାହାକି ବିଗତ ଦିନର ସ୍ମୃତି ବହନ କରେ। ସେଦିନର ବନ୍ଧ ବାଟ ଆଜିର ବାଲୁଙ୍କେଶ୍ୱର ମନ୍ଦିର ଠାରୁ ହରିଡ଼ାଖଣ୍ଡି ରୋଡ଼। ରାସ୍ତାର ଉନ୍ନତି ହୋଇଛି, କିନ୍ତୁ ଅନେକ ଆଜି ବି ପୁରୁଣା ବନ୍ଧ ବାଟକୁ ଭୁଲି ପାରୁନାହାନ୍ତି। ଆପଣମାନଙ୍କ ମଧ୍ୟରୁ ଯଦି କେହି ବନ୍ଧ ବାଟକୁ କିଏ ମନେ ରଖିଛନ୍ତି, ଆମକୁ କମେଣ୍ଟରେ ଜଣାନ୍ତୁ। ବ୍ୟୁରୋ ରିପୋର୍ଟ, ସିଲ୍କ ସିଟି ଲୋକାଲ।